ରାତିରେ କମିବ ଶୀତ 2ରୁ 3 ଡିଗ୍ରୀ ବଢ଼ିବ ରାତିର ତାପମାତ୍ରା। ଆସନ୍ତା 27 ତାରିଖରୁ ରାଜ୍ୟରେ କମିବ ଶୀତ। ରାତିରେ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ସେ ଆସନ୍ତା 2 ସପ୍ତାହ ମଧ୍ୟରେ 22ରୁ 28 ତାରିଖ ଓ 29ରୁ 4 ତାରିଖ ଯାଏଁ ରାତିର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ 4ରୁ 5 ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ବିସ୍ତାରିତ ଆକଳନ କରିଛି। ନମ୍ବର 2 ହଠାତ୍ ନବୀନଙ୍କ ଘରେ ପହଞ୍ଚିଲେ ଅନଙ୍ଗ ବଢ଼ିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯିବାକୁ ନେଇ କିଛି ଦିନ ହେଲା ରାଜ୍ୟରେ ରାଜନୀତି ଜୋର ଧରିଛି। ଅରବିନ୍ଦଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ'ଣ ଦଳ ବିରୋଧୀ କରିଛନ୍ତି ତାହା ସେ ପ୍ରମାଣ ମାଗିବା ସହିତ ପ୍ରଥମେ ଶୋ କଜ୍ ନ ଦେଇ କାହିଁକି ଦଳରୁ କଢ଼ାଗଲା ବୋଲି ସେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଅନ୍ୟପଟେ 2 ଦିନ ତଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦ ବିରୁଦ୍ଧରେ ଆଣିଥିବା ଅଭିଯୋଗ ପ୍ରମାଣିତ କରିବା ପାଇଁ ତାଙ୍କୁ ଚିରାଚରିତ ଢଙ୍ଗରେ ନୂଆ ଉଦ୍ୟମ କରିଛନ୍ତି। ନମ୍ବର 3 ଆମେରିକା ରାଷ୍ଟ୍ରପତି ଚିନ୍ତାରେ ସାରା ବିଶ୍ୱ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସହିତ ପୁଣି ଥରେ ଅନ୍ତର୍ଜାତୀୟ ରାଜନୀତିକୁ ହଇରାଣ କରୁଛନ୍ତି। ଏଥର ସେ କାନାଡାକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି କାନାଡା ଆମେରିକା ସମର୍ଥନକୁ ସୁରକ୍ଷା ଯୋଜନାରୁ ନିଜକୁ ଦୂରେଇ ରଖେ ତେବେ ଚୀନ ନିକଟରେ ହୁଏତ ତେବେ ଚୀନ ଗୋଟିଏ ବର୍ଷ ମଧ୍ୟରେ ଏହାକୁ ଗିଳିଦେବ। କାନାଡା ତାଙ୍କର ପ୍ରସ୍ତାବିତ ଗୋଲ୍ଡେନ ଡୋମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରକଳ୍ପକୁ ବିରୋଧ କରି ଟ୍ରମ୍ପଙ୍କ ଏହି ବୟାନ ଆସିଛି। ନମ୍ବର 4 33 ପାଇଁ ପ୍ରସ୍ତୁତ ରୁହ ଏପ୍ରିଲ 16ରୁ ଜନଗଣନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଘର ଗଣନା ପାଇଁ ପ୍ରସ୍ତୁତ ଜୋର ଆରମ୍ଭ ହୋଇଛି। ଏହା ପୂର୍ବରୁ ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ଜନଗଣନା ଅଧିକାରୀମାନେ ପ୍ରତ୍ୟେକ ଘରେ ପହଞ୍ଚିଲେ ସେଠାରେ ଘର ମାଲିକ ତଥା ବ୍ୟକ୍ତି ବିଶେଷଜ୍ଞଙ୍କୁ 33ଟି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେବେ ବୋଲି ବିଜ୍ଞପ୍ତିରେ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଇ ଦିଆଯାଇଛି। ନମ୍ବର 5 ବୃଦ୍ଧି ପାଇବ ପିଏମ କିଷାନ ଯୋଜନାର ପରିମାଣ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନିଧି ଯୋଜନାର ଅଧୀନରେ ଚାଷୀଙ୍କୁ ପ୍ରତି 3 ମାସରେ 2000 ଆର୍ଥିକ ସହାୟତା ମିଳିଥାଏ। ଏହାର ଅର୍ଥ ହେଉଛି ପ୍ରତି ବର୍ଷ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ 6000 ସ୍ଥାନାନ୍ତରିତ ହୁଏ। ତଥାପି ଯୋଜନା ଆରମ୍ଭ ହେବା ପରଠାରୁ ମୁଦ୍ରାସ୍ଫୀତି ହାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହାର ପରିମାଣ କୌଣସି ବୃଦ୍ଧି ପାଇନାହିଁ। ଫଳସ୍ୱରୂପ ଦେଶବ୍ୟାପୀ ଚାଷୀମାନେ ଦୀର୍ଘଦିନ ଧରି ଏହି ପରିମାଣ ବୃଦ୍ଧି ପାଇବା ପାଇଁ ଦାବି କରି ଆସୁଛନ୍ତି। ନମ୍ବର 6 ଗୋ ମାଫିଆଙ୍କ ପୁଳା ଟଙ୍କା। 91 ଆକାଉଣ୍ଟରୁ 4.5 କୋଟି ଟଙ୍କା ଜବତ। ଯେଉଁଠି ହାତ ମାରିଲେ ପୁଳା ଟଙ୍କା। ଘରୁ ଟଙ୍କା ଗଣି ଗଣି ଥକି ପଡ଼ିଲାଣି ପୁଲିସ। ଏବେ ବ୍ୟାଙ୍କରେ ଜବତ ହୋଇ ରହିଥିବା ଟଙ୍କାର ହିସାବ ଶୁଣି ମୁଣ୍ଡ ଘୁରାଇ ଯାଉଛି। ବଡ଼ ବଡ଼ିଆଙ୍କ ଆକାଉଣ୍ଟ ସବୁ ଖୋଲା ସରିନି। ଛୋଟ ବ୍ୟବସାୟୀଙ୍କ ଆକାଉଣ୍ଟ ଯାଞ୍ଚ ଆରମ୍ଭ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଗୋ ମାଫିଆ ପ୍ରମାଣ ଗଣିବା ଆରମ୍ଭ କରିଛନ୍ତି। ମାତ୍ର 91ଟି ଗୋ ମାଫିଆଙ୍କ ଆକାଉଣ୍ଟ ଖୋଲା 4,40,75,310 ଟଙ୍କା ଜବତ ହୋଇଛି। ଆହୁରି 100ରୁ ଅଧିକ ଆକାଉଣ୍ଟ ସହିତ ଲକର ଖୋଲା ହେଇନି। ସେଗୁଡ଼ିକ ହେବା ପରେ ଗୋ ମାଫିଆଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ସର୍ବଶେଷ ତଥ୍ୟ ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ନମ୍ବର 7 ଛାଡ଼ପତ୍ର ନିର୍ଭରଶୀଳ ଝିଅଙ୍କୁ ମିଳିବ ପରିବାରର ପେନସନ। ଛାଡ଼ପତ୍ର ପାଇଥିବା ଝିଅ ନେଇ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ଛାଡ଼ପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଛାଡ଼ପତ୍ର ମିଳିବା ପରେ ବିଳମ୍ବ କାରଣରୁ ପେନସନଭୋଗୀ ଅଭିଭାବକଙ୍କ ମୃତ୍ୟୁ ପରେ ନିର୍ଭରଶୀଳ ଝିଅକୁ ପରିବାରରୁ ପେନସନ ବଞ୍ଚିତ କରିବା ପାଇଁ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ନମ୍ବର 8 ହଜାରରୁ ଅଧିକ ଚାକିରି ବାଣ୍ଟିବେ ପ୍ରଧାନମନ୍ତ୍ରୀ। ନିଯୁକ୍ତିପତ୍ର ପାଇଲେ ନବଯୁବକ ଯୁବତୀ। 61,000ରୁ ଅଧିକ ପ୍ରାର୍ଥୀଙ୍କୁ ମିଳିଲା ଚାକିରି। ଆଜି ଶନିବାର 18ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ସରକାରୀ ବିଭାଗରେ ନବଯୁବକ ଯୁବତୀମାନଙ୍କ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିଯୁକ୍ତି ଟିପ୍ସ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମୟ ତୁମକୁ ସମ୍ବିଧାନ ପ୍ରତି ଆପଣଙ୍କ ଦାୟିତ୍ୱର ନିକଟତର କରୁଛି। ନମ୍ବର 9 41 ନେତା ଦେଲେ କଂଗ୍ରେସରୁ ଇସ୍ତଫା। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସ ବିବାଦ। କେତେବେଳେ ପିସିସି ସଭାପତି ପାଇଁ କଳି ତ ଆଉ କେତେବେଳେ କିଏ ଦେଲାଣି ଦଳ ବିରୋଧୀ ମନ୍ତବ୍ୟ। ଦଳର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଦଳରୁ ନିଲମ୍ବିତ ହେଲେ ଦିନରୁ ଲଗାତାର ଟାର୍ଗେଟ କରି ଆସୁଛନ୍ତି। ଏବେ ଦଳର 41 ନେତା ସାମୂହିକ ଭାବେ କଂଗ୍ରେସ ଛାଡ଼ିଛନ୍ତି। ନମ୍ବର 10 61,000ରୁ ଅଧିକ ଯୁବତୀଙ୍କୁ ବାଣ୍ଟିବେ ନିଯୁକ୍ତିପତ୍ର। ଉତ୍ସବପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ସମ୍ବିଧାନ ପ୍ରତି ଆମର ଦାୟିତ୍ୱ ଆହୁରି ନିକଟ କରୁଛି। ସେ ଜାନୁଆରୀ 24 ଜନଗଣନାକୁ ଜାତୀୟ ସଂଗୀତ ଏବଂ ବନ୍ଦେ ମାତରମ୍ ଜାତୀୟ ଗଣନା ଭାବରେ କୁହାଯାଇଛି। ଘଟଣାକୁ ସ୍ମରଣ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପତ୍ରଗୁଡ଼ିକ ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିୟନ୍ତ୍ରଣ ପତ୍ର ଆଖ୍ୟା ଦେଇଛି। ଏହା ଏକ ବିକଶିତ ଭାରତକୁ ଆଡ଼କୁ ଦିଗକୁ ମୁହାଁଇବ ବୋଲି ସଂକଳ୍ପ ପତ୍ର। ନିଯୁକ୍ତିପତ୍ର ପାଇଲେ ବନ ଯୁବକ ଯୁବତୀମାନେ 61,000ରୁ ଅଧିକ ପ୍ରାର୍ଥୀମାନଙ୍କୁ ମିଳିଲା ଚାକିରି। 18ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ସରକାରୀ ବିଭାଗରୁ ନବଯୁବକ ଯୁବତୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିଯୁକ୍ତି ଟିପ୍ସ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମୟ ତାଙ୍କୁ ସମ୍ବିଧାନ ପ୍ରତି ଆକର୍ଷଣ କରିବାକୁ ଯାଉଛି। ନମ୍ବର 11 ଜନଗଣନା ପାଇଁ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ କହିଛନ୍ତି ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି। ପଞ୍ଚାୟତ
ନିର୍ବାଚନ ଆଉ 6 ମାସ ପରେ ଘୋଷଣା ହୋଇପାରେ। ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରେ 2-3 ମାସ ପୂର୍ବେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ସରପଞ୍ଚ ଓ ସମିତି ସଭ୍ୟ ଏହି 6 ମାସ ଭିତରେ ଅଧୁରା କାମ କରିବାକୁ ବୋଲି ସେ ପରାମର୍ଶ ଦେଇଛନ୍ତି। ନମ୍ବର 12 ଓଡ଼ିଶାରେ ଗୁଟ୍ଖା ନିଷେଧ ଆଦେଶର ସଂଶୋଧନ। ଓଡ଼ିଶା ସରକାର 21 ଜାନୁଆରୀ 2026 ତାରିଖରେ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟମାନ ଗୁଟ୍ଖା ନିଷେଧର ଏକ ସଂଶୋଧନ ଜାରି ରଖିଛନ୍ତି, ଯାହା ଜନସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ତାଙ୍କର ପ୍ରତିବନ୍ଧକ ପୁନଃ ନିର୍ଦ୍ଦିଷ୍ଟ କରିଛି। ଏହି ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଏବଂ ମାନବ ଆଇନ 2006 ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ସ୍ପଷ୍ଟ ଏବଂ ସୁଦୃଢ଼ କରିଥାଏ ଏବଂ ତମାଖୁ ଅଥବା ନିକୋଟିନ୍ ଯୁକ୍ତ ସମସ୍ତ ଖାଦ୍ୟ ଉତ୍ପାଦର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ, ବିକ୍ରୟ, ବ୍ୟବହାରକୁ ସ୍ପଷ୍ଟ ଭାବରେ ନିଷିଦ୍ଧ କରିଥାଏ। ନମ୍ବର 13 ଭାରତୀୟ ସ୍ପେସ୍ ଷ୍ଟେସନ କାମ ଆରମ୍ଭ କଲା ଇସ୍ରୋ। ମହାକାଶ ଗବେଷଣା ସଂଗଠନର ଏବେ ମହାକାଶ ଜଗତରେ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ ଇସ୍ରୋ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାଂସ୍ୟ ପ୍ରକଳ୍ପ। ଭାରତୀୟ ମହାକାଶନରେ ପରେ ଇସ୍ରୋ ଏହା ସବୁଠାରୁ ମହାତାତ୍ତ୍ୱିକ ପ୍ରକଳ୍ପ ଭାବରେ ଭାରତୀୟ ମହାକାଶ ଷ୍ଟେସନ (ବିଏସ୍ସି) ନିମ୍ନ ପୃଥିବୀ କକ୍ଷରେ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଛି। ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (ଭିଏସ୍ଏସ୍‌ସିର) ବିଏସ୍‌ର ପ୍ରଥମ ମଡ୍ୟୁଲ VSS-01 ର ବିକାଶ ଏବଂ ନିର୍ମାଣ ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। EOI ଜାରି କରିଛି ରିପୋର୍ଟ ଅନୁଯାୟୀ ବିଏସ୍‌ର ପ୍ରଥମ ପର୍ଯ୍ୟାୟରେ 2028 ପରେ ମକ୍‌ଡ୍ରିଲ୍‌ର ଲଞ୍ଚ ସହିତ ଆରମ୍ଭ ହେବ। ନମ୍ବର 14 ରୁଷର ଏୟାର ଷ୍ଟ୍ରାଇକ୍ ୟୁକ୍ରେନ୍ କହିଲା ପୁଟିନ୍ ଚାହୁଁନାହାନ୍ତି ଶାନ୍ତି। ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଲଗାତାର ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅବଧିରେ ହେବାକୁ ଥିବା ଶାନ୍ତି ବାର୍ତ୍ତା ପୂର୍ବକ ୟୁକ୍ରେନ୍ ରୁଷ ଉପରେ କରିଛି ଜୋରଦାର ହମଲା। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଶନିବାର ପୁଟିନ୍ଙ୍କୁ କହିଛନ୍ତି, ରୁଷ ଏଭଳି ସମୟରେ ୟୁକ୍ରେନ୍ ଉପରେ ଜୋରଦାର ମିସାଇଲ୍ ମାଡ଼ କରୁଛି। ଯେତେବେଳେ ଆବୁଧାବିରେ ଆଲୋଚନା ପାଇଁ ୟୁକ୍ରେନ୍ ଓ ରୁଷ ପ୍ରତିନିଧିମଣ୍ଡଳୀ ଅଛନ୍ତି, ବୈଦେଶିକ ମନ୍ତ୍ରୀ ଆଦିତ୍ୟ ସିଂହ ସୋସିଆଲ ମିଡିଆ ସାଇଟ ଏକ୍ସରେ କହିଛନ୍ତି, ଏଭଳି ବର୍ବର ଆକ୍ରମଣ ପ୍ରମାଣିତ କରୁଛି ଯେ ଏକାଠି ବସି ଗୋଟିଏ ଟେବୁଲରେ ଆଲୋଚନା ଚାହୁଁନାହାନ୍ତି। ନମ୍ବର 15 ଫେବୃଆରୀ 7କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନା କଲେ ମହାନଦୀ ଟ୍ରିବ୍ୟୁନାଲ। ମହାନଦୀ ଜଳ ବିବାଦ ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା 7 ତାରିଖରେ ହେବାକୁ ଥିବା ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିକୁ ଘୁଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଡଭୋକେଟ୍ ଜେନେରାଲ ଉପସ୍ଥିତ ରହିବା ପରେ ଦର୍ଶାଇ ଓଡ଼ିଶା ପକ୍ଷରୁ ସମୟ ମାଗାଯାଇଥିଲା, ହେଲେ ଟ୍ରିବ୍ୟୁନାଲ ନିର୍ଦ୍ଧାରିତ ସମୟରେ ହିଁ ପ୍ରକ୍ରିୟା ଆଗକୁ ବଢ଼ାଇ ବୋଲି ନିଷ୍ପତ୍ତି କରାଯାଇଥିଲା। ନମ୍ବର 16 ରାଜନୀତିରେ ଥମୁନି ଆମ ବସର ଆତଙ୍କ, ବାରମ୍ବାର ଘଟୁଛି ଦୁର୍ଘଟଣା, ଆମ ବସ ଦୁର୍ଘଟଣା ଲାଗୁଛି ରୋକ। ବେଲଗାମ ଆମ ବସରେ ଅମାନିଆ ଆମ ବସ ଚାଳକ, ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣା ଖବର। ଗତକାଲି ଜନପଥରେ ଆମ ବସ ଏକ ବାଇକ୍ ଉପରେ ମାଡ଼ି ଯାଇଥିବା ବେଳେ ଆଜି ସକାଳୁ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ସ୍କୁଟରକୁ ଧକ୍କା ଦେଇଛି। 2025ରେ ଆମ ବସରେ 5ଟି ମୁଣ୍ଡ ନେଇଥିବା ବେଳେ 2024 ଜାନୁଆରୀରେ ଆମ ବସ ଧକ୍କାରେ ଜଣେ ଅଟୋ ଚାଳକଙ୍କର ଜୀବନ ଯାଇଛି। ନମ୍ବର 17 ବଦଳିଲା ବଜେଟ୍ ପରମ୍ପରା, ରେଳ ଓ ସାଧାରଣ ବଜେଟରେ ଏକମାତ୍ର ଯାତ୍ରା। ସବୁ ବର୍ଷ ବଜେଟ୍ ପ୍ରସ୍ତୁତ କରାଯାଇଥାଏ, ଲୋକମାନେ ହିଁ ବସିଥାନ୍ତି କି ବଜେଟରେ ଏଥର ନିଶ୍ଚିତ କିଛି ବିଶେଷ ସୁବିଧା ସୁଯୋଗ ମିଳିଥାଏ। ଯେତେବେଳେ ପ୍ରଥମ ଥର ପାଇଁ ସାଧାରଣ ବଜେଟ୍ ଓ ରେଳ ବଜେଟକୁ ନେଇ ଆମ ବଜେଟ୍ ପ୍ରକାଶ ପାଇଥିଲା, ସେତେବେଳେ ସବୁଠାରୁ ପ୍ରଥମ ବୈଦେଶିକ ମନ୍ତ୍ରୀ ଅରୁଣ ଜେଟଲୀ ବଜେଟକୁ ପ୍ରସ୍ତୁତ କରିଥିଲେ। ନମ୍ବର 8 ବିମାନ ଚଳାଚଳ କ୍ଷେତ୍ରରେ 717 ସ୍କଟର ଓହରିଲା ଇଣ୍ଡିଗୋ। ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଶୀତକାଳୀନ ବିମାନ ଚଳାଚଳ କ୍ଷେତ୍ରରୁ 717 ସ୍କଟଟି ଓହରି ଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ DGCAର ନିର୍ଦ୍ଦେଶାବଳୀ ପରିପ୍ରେକ୍ଷୀରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ 717ଟି ସ୍କଟ ଇଣ୍ଡିଗୋ ଓହରି ଯାଇଛି। ସେଥିମଧ୍ୟରୁ 364ଟି ସ୍କଟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି 6ଟି ସହରରୁ ମେଟ୍ରୋ ବିମାନବନ୍ଦର ରହିଛି। ନମ୍ବର 9 ଭାରତ ଉପରେ କମିପାରେ ଆମେରିକାର 25% ଟାରିଫ। ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ 25% ଟାରିଫ ହ୍ରାସର ସମ୍ଭାବନା ନେଇ ସଂକେତ ମିଳିଛି। ସେପଟେ ଆଗକୁ ବଢୁଛି ୟୁରୋପୀୟ ଦେଶମାନଙ୍କ ସହ ନୂଆଦିଲ୍ଲୀର ମୁକ୍ତ ବାଣିଜ୍ୟ ସମ୍ଭାବନା। ଜାନୁଆରୀ 27 ତାରିଖରେ ଚୁକ୍ତି ନେଇ ଘୋଷଣା କରାଯିବାର ସମ୍ଭାବନା ରଖାଯାଇଛି। ନମ୍ବର 20 ଖୁବ୍ ଶୀଘ୍ର ରୁଷ ୟୁକ୍ରେନ୍ ଯୁଦ୍ଧ ଘଟିପାରେ ଅନ୍ତ। ରୁଷ ୟୁକ୍ରେନ୍ ଯୁଦ୍ଧ ଘଟିପାରେ ଅନ୍ତ। ଆବୁଧାବିରେ ଆମେରିକା ୟୁକ୍ରେନ୍ ରୁଷ ଦୂତାବାସ ହାଇପ୍ରୋଫାଇଲ୍ ବୈଠକ। ପ୍ରଥମ ଥର ଲାଗି ଏହି ବୈଠକରେ 4 ବର୍ଷ ରକ୍ତକ୍ଷୟୀ ଯୁଦ୍ଧର ଅବସ୍ଥାନ ନେଇ ଆଲୋଚନା। ଶାନ୍ତି ପ୍ରତିଷ୍ଠା ନିମନ୍ତେ ଡାନଭାସରୁ କ୍ରେମଲିନ୍ ଯାଇ ବିଭିନ୍ନ ପର୍ଯ୍ୟାୟରେ କୂଟନୈତିକ ଆଲୋଚନା ପରେ ଆବୁଧାବିରେ ଏକ ବୈଠକ